ବିନା ଯୋଗରେ କେହି ବଞ୍ଚିପାରିବେ ନାହିଁ। ଯୋଗ ଛଡ଼ା ଭାରତ ନାହିଁ, ଭାରତ ଛଡ଼ା ଯୋଗ ନାହିଁ। ସମସ୍ତେ ଜଣେ ଜଣେ ଯୋଗୀ। ଆମକୁ ଅନିତ୍ୟ ଯୋଗରୁ ନିତ୍ୟ ଯୋଗକୁ ଆସିବାକୁ ପଡ଼ିବ। ତେଣୁ ପ୍ରଥମେ କର୍ମଯୋଗ କଥା ସୁନ୍ଦର ଭାବରେ ଭଗବାନ ବର୍ଣ୍ଣନା କରିଛନ୍ତି। କର୍ମଯୋଗ ଦ୍ୱାରା ଆମକୁ କିଭଳି ଭାବରେ ସେଲ୍ଫ ରିଏଲାଇଜେସନ୍, ଆତ୍ମ ଉପଲବ୍ଧି, ଆତ୍ମଦର୍ଶନ ବା ଭଗବତ ଦର୍ଶନ, ଭଗବତ ଉପଲବ୍ଧି ଆମକୁ ହେଇପାରିବ। ମନରେ ପ୍ରଶ୍ନ ଉଠୁଥିବ, ସତରେ କ'ଣ କର୍ମଯୋଗ ଦ୍ୱାରା ଭଗବତ ଦର୍ଶନ, ଭଗବତ ଉପଲବ୍ଧି ହେବ? ବହୁତ ସାଧକ ସାଧିକା ଏହି କର୍ମଯୋଗକୁ ଆଶ୍ରୟ କରି ତାଙ୍କର ଜୀବନକୁ ନିର୍ବାହ ବା ପାଳନ କରିଦିଅନ୍ତି ବା ଉତ୍ସର୍ଗୀକୃତ କରିଦିଅନ୍ତି। ସେମାନେ ଜ୍ଞାନ ଯୋଗ ଉପରେ, ଭକ୍ତି ଯୋଗ ଉପରେ, ପ୍ରେମ ତତ୍ତ୍ୱ ଉପରେ ଇମ୍ପୋର୍ଟାନ୍ସ ଦିଅନ୍ତି ନାହିଁ।